କଳିଙ୍ଗ ଦେଶକୁ ଅଶ୍ୱିନୀ ବଂଶର ରାଜା ରାଜୁତି କରୁଥିଲେ। ତାଙ୍କ ବଂଶର କୁଖ୍ୟାତ ରାଜା ଭବଦତ୍ତ ମହାକାମୁକ କେବଳ ନାରୀ ପାଇଁ ଅନେକ ଯୁଦ୍ଧ ଲଢ଼ିଥିଲେ ଏବଂ ଯୁଦ୍ଧ ବନ୍ଦିନୀ କରି ନିରୀହ ରାଣୀଙ୍କୁ ଆଣି ତାଙ୍କ ଅନ୍ତପୁରର ଦାସୀ କରି ରଖୁଥିଲେ। ତାଙ୍କ ରାଜ୍ୟରେ କୌଣସି ଝିଅ ତା କାମୁକ ଦୃଷ୍ଟିରୁ ପାଇନାହାନ୍ତି। ସୁନ୍ଦର ଝିଅର ସନ୍ଧାନ ଦେଲେ ସ୍ୱର୍ଣ୍ଣ ମୁଦ୍ରା ଉପହାର ରୂପେ ଦେଉଥିଲେ। ସେହି ରାଜ୍ୟରେ ଜଣେ ବ୍ରାହ୍ମଣ ରୁଦ୍ରବର ନିଜ ଝିଅ ସୁଲୋଚନା ସହିତ ରହୁଥିଲା। ସୁଲୋଚନା 16 ବର୍ଷର ଝିଅ, ଦେଖିବାକୁ ଭାରି ସୁନ୍ଦର। ଦିନେ ଜଣେ ସୈନିକର ଆଖି ସୁଲୋଚନା ଉପରେ ପଡ଼ିଲା। ସୁନା ମୋହରେ ସେ ସୈନିକ ଯାଇ ରାଜାଙ୍କୁ କହିଲା। ତା ପରଦିନ ସୁଲୋଚନାର ଜନ୍ମଦିନ। ବାପା ଝିଅ ଭାରି ଖୁସି ଥିଲେ। ସେହି ସମୟରେ ରାଜାଙ୍କ ସୈନିକ ଆସି ସୁଲୋଚନାକୁ ଉଠେଇ ନେଇଗଲେ। ରୁଦ୍ରବର ନିଜକୁ ଅକ୍ଷମ ଭାବି ବସି କାନ୍ଦିଲା। ସେହି ସନ୍ଧ୍ୟାରେ ସୁଲୋଚନା ଫେରିଲା, ହେଲେ ଶବ ହୋଇ ଘୋଡ଼ା ପିଠିରେ ଆସିଲା। ରୁଦ୍ରବର ନିଜ ଝିଅର ନିର୍ଜୀବ ଶରୀର ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ବହୁତ କାନ୍ଦିଲା। ରାଜାଙ୍କ ବିରୁଦ୍ଧରେ ଯାଇପାରିବନି, ତେଣୁ ନିଜ ଝିଅର କେଶ କାଟି ନେଇ ଜଙ୍ଗଲ ଭିତରକୁ ଚାଲିଗଲା। ଜଙ୍ଗଲରେ ନିକୁମ୍ବାଳାକୁ ପୂଜା କରୁଥିବା କିଛି ତାନ୍ତ୍ରିକଙ୍କୁ ଭେଟି ତାଙ୍କ ପାଖରେ ତନ୍ତ୍ରବିଦ୍ୟା ଶିକ୍ଷା କଲା। ସୁଲୋଚନାର ଆତ୍ମା ନେଇ ଗୋଟାଏ ବହି ସୃଷ୍ଟି କଲା। ସାଧୁ ବେଶ ଧାରଣ କରି ସିଏ ଲେଖିଥିବା ବହିକୁ ନେଇ ରାଜାଙ୍କୁ ଦେଲା ଏବଂ କହିଲା, ଏ ବହିରେ ଥିବା ମନ୍ତ୍ର ପଢ଼ିଲେ ଯେକୌଣସି ଝିଅ ତମ ବଶ ହୋଇଯିବ। କାମୁକ ରାଜା ସେ ବହି ପଢ଼ି ନିଜ ଆତ୍ମବଳି ଦେଲା। ସେ ବହିରେ ଥିବା ମନ୍ତ୍ରକୁ ଯିଏ ବି ପଢ଼ିବ, ସୁଲୋଚନା ଆସି ତାକୁ ଗୋଟାଏ ବର ଦେବ, ଆଉ ତା ବଦଳରେ ଗୋଟାଏ ଆତ୍ମାବଳି ନେବ। ଆଜି ଯାଏ ସେ ବହି ଯାହା ଯାହା ପାଖକୁ ଯାଇଛି ତାଙ୍କର ଆତ୍ମା ନେଇଛି।